ଆଜି ଶୁଣିବା ଉପନ୍ୟାସ ଅମୃତର ସନ୍ତାନ। ଔପନ୍ୟାସିକ ଗୋପୀନାଥ ମହାନ୍ତି। ଭାଗ 40। ଶୀତଦିନେ ବଣେ ବଣେ ଖାଲି ବାଘର ଗପ। ରବିବାର ଦ୍ୱିପହର ହେଇ ମିଣିଆପାୟ ବସ୍ତି ଦିଶିଲାଣି। ମିଣିଆପାୟ ଲୋକ ଆସୁଛନ୍ତି। ଗାଁ ମଝିରେ ପୂଜା ଲାଗିଛି। ଡିସାରେ କ୍ଳାନ୍ତ ଅଳସ ହୋଇ ବସି ବସି ଅପେକ୍ଷା କରୁଛି। ଲୋକଙ୍କୁ ଦେଖି ଢାପୁ ଢୋଲ ଡମକ ବାଜିଲା। ବୁଢ଼ୀମାନେ କାଳିସୀ ଲାଗି ହୋଇ ନାଚିଲେ। ଆସିଥିବା ପରଗାଁ ଲୋକଙ୍କର ଅପେକ୍ଷା କରିବାକୁ ଆଦୌ ଇଚ୍ଛା ନାହିଁ। ଚଞ୍ଚଳ କେମିତି ସାରିଗଲେ ସେମାନେ ଆପଣା ଆପଣା ଗାଁକୁ ଯିବାକୁ ବାଟ ଧରିବେ। ବଘେଇ ଦିନ, ମେଘ ଦିନ, ହୀନସ୍ତା ବାଟ। କେତେବେଳକୁ ଲଗ୍ନ ଧରିଦେଇଛୁ ଡିସାରୀ? ଭୂଇଁରେ ପୋତା ହୋଇଥିବା କାଠିଖଣ୍ଡକୁ ହାତ ଦେଖେଇ ଦେଇ ଡିସାରୀ କହିଲା, ଆଉ ଡେରି ନାହିଁ। ଧୂଆଁ ପାଣି ଖାଉ ଖାଉ ଲଗ୍ନ ପହୁଞ୍ଚିଯିବ। ବାଜାବାଲିଙ୍କୁ ଇଙ୍ଗିତ କରି ଡିସାରୀ କହିଲା, ବଜା, ଜଲ୍ଦି ଜଲ୍ଦି, ଅଟକ ନାହିଁ। ଆସିଥିବା ଲୋକେ ଏକାଠି ବସି ପଡ଼ିଲେ। କେବଳ ଚାଷୀ ମଣିଷ ନୁହନ୍ତି ତ ଗୋଟାଏ ସୈନ୍ୟ ପରି। କିନ୍ତୁ ସେ ବୀରପଣିଆର କିଛି ମୂଲ୍ୟ ନାହିଁ। ରକ୍ତ ଅଛି, ମାଂସ ଅଛି, ଟାଙ୍ଗିଆ ଅଛି, ନଳି ଅଛି। ହାତଟି ହଲାଇବା ପାଇଁ ବି ସମୟ ଅନୁକୂଳ ନୁହେଁ। ତେଣୁ ମୁଣ୍ଡ ଭିତରେ କେବଳ ଡିସାରୀର ଶ୍ଲୋକକୁ, ତନ୍ତ୍ରକୁ ଅପେକ୍ଷା। ଭୂଇଁରେ ବି ଆଣ୍ଠୁ ମାଡ଼ି ଦେଇ କୌପିନି ଖଣ୍ଡେ ପିନ୍ଧି ଡାହାଣ ହାତ ଉପରେ ମୁହଁକୁ ଭରା ଦେଇ ଭୂଇଁରେ ପୋତା ହୋଇଥିବା ସେହି କାଠିକି ଅନେଇ ମିଣିଆପାୟର ପାଣ୍ଡୁ ଡିସାରୀ କନ୍ଧ ବସି ରହିଥାଏ। କ୍ଳାନ୍ତ ଉଦାସ ଆଖିରେ କେଉଁ ଦୂରରୁ ଦୃଷ୍ଟି। ଯେପରି ସେ ସେଠି ନାହିଁ। ଗୋରା ଲୋକଟା ଦରହବୁଢ଼ା ହେଲେ ବି ସୁନ୍ଦର ତାର ଠାଣି। ଲୋକେ କୋଳାହଳ କରୁଥାନ୍ତି। ବେଜୁଣୀ କେମିତି ମଲା, ଶହେ ତୁଣ୍ଡରେ ସେହି କାହାଣୀ ପଡ଼ିଥାଏ। ହାଟର ଗୋଳମାଳ ସ୍ଥିର ହୋଇ ତାର ଆସନରେ ଭାଗ୍ୟବତୀ ପାଣ୍ଡୁ ଡିସାରୀ ବସି ରହିଥାଏ। ସେ କାଠି ଆଡ଼କୁ ମୁହଁ। କେଉଁ ଅନାଗତ ଲଗ୍ନ ଆଡ଼କୁ ତାର ଧ୍ୟାନ। ସରଳ ବିଶ୍ୱାସୀ, ସିଧାସଳଖ ପ୍ରାଚୀନ ସଂସ୍କାରର କନ୍ଧଟିଏ। ଘଡ଼ିଏ ଗଲା। ଡିସାରୀ ହାଙ୍କିଲା, ଚାଲ, ଉଠ। ବାଜା ବଜାଇ ଅସ୍ତ୍ରଶସ୍ତ୍ର ଧରି ମିଣିଆପାୟ ଗାଁର ଲୋକ ଓ ସହାନୁଭୂତିର ଭାର ଥୋଇ ଦେଇ ବୋହି ଆସିଥିବା ବିଭିନ୍ନ ଗ୍ରାମର ପ୍ରତିନିଧିମାନେ ଏକାଠି କାରୁ ତଳକୁ ତଳ ଓହ୍ଲାଇ ପଡ଼ିଲେ। ଅରଣା କନ୍ଧ। କାହାରି ବିଶ୍ୱାସ ନାହିଁ। କେବଳ ବଣ କିଳିଦେଲେ ବାଘ ଆସିବ ନାହିଁ ବୋଲି। କିନ୍ତୁ ଡିସାରୀର ବିଶ୍ୱାସ ଅଛି। ସେ ବିଶ୍ୱାସ ନଥିଲେ ତାର ଜୀବନ ଭିତ୍ତି ନାହିଁ। ସତ୍ ଅଛି, ସତ୍ ଅଛି। ମନ୍ତ୍ରର ବଳ ଥିଲା, ମନ୍ତ୍ରର ବଳ ଅଛି। ବାଡ଼ି ନ ବୁଲେଇ ତାଳି ମାରିଦେଇ, ମୁରୁଜ ବିଞ୍ଚି ଦେଇ ବଣରୁ ସେ ବାଘକୁ ଦୂର କରିଦେବ। ପଚାରିଲେ କହେ, ଏପରି ଲୋକ କ'ଣ ନାହାନ୍ତି ଯେଉଁମାନେ ଗୁଣିଗାରେଡ଼ି କରି ମୁହଁ ବାନ୍ଧି ଦିଅନ୍ତି? ସାପକୁ ବନ୍ଧନରେ ପକାନ୍ତି। ପାତି ପକେଇ ବାଘକୁ ଡାକନ୍ତି ଯେ ବାଘ ଚାଲି ଆସେ। ଡିସାରୀ ପାଣ୍ଡୁ କନ୍ଧ ଅଟଳ ବିଶ୍ୱାସରେ କହେ, ମନ୍ତ୍ରର ବଳ ଠିକଣା ହୋଇଥିଲେ ବନ୍ଧୁକର ମୁହଁ ବନ୍ଦୀ କରିଦେଇ ହେବ। କେତେକ ଜନ୍ତୁ ବି ଏ ବିଦ୍ୟା ଜାଣନ୍ତି। ତେଣୁ ବିଲିଆକୁ ଲାଚିଲେ ନଳି ଖରାପ ହୁଏ। ଥିଲା ଜଣେ ବଳିଆର ଦୁର୍ଲଭ ମାଝି ବୋଲି ମଣିଷ। ନଅର ଭିତରେ ଦଶରା ଯାତ୍ରାରେ ଦେଖେଇ ଦେଇଛି ତାକୁ ବନ୍ଧୁକରେ ଛାଲିଲେ ତା ଦେହରେ ଗୁଳି ବାଜେ ନାହିଁ। ଗୁଳି ଗୁଡ଼ାକ ହାତରେ ସେ ଧରି ପକାଏ। ମନ୍ତ୍ରର ବଳ। ପାଣ୍ଡୁଜାନି ବିଶ୍ୱାସ କରେ। ଜାଣିଲା ପରି ମୁଣ୍ଡ ହଲେଇ ହଲେଇ ନେଇ ଚାଲେ ତାର ଅରଅଣା ଗୋଷ୍ଠୀକୁ ପୂଜା ଦେବା ସ୍ଥାନକୁ। ଅଳ୍ପ କହେ। ବିଶ୍ୱାସର କଥା ଦୂରର କଥା। ଯେ ପଚାରିଲେ ସରଳ ଉଦାହରଣଟି ଦିଏ। ଥୋଇଦେଇ ଶାନ୍ତ ସୌମ୍ୟ ହସ ହସିଦିଏ। ଅବିଶ୍ୱାସୀ ବି କଥା ବୁଲେଇ କଥାକୁ କାଟିପାରେ ନାହିଁ। ହେଇ ସେଇଠି। ଲୋକ ବଣକୁ ଦେଖେଇଲେ। 200 ଆଖି ଲାଖି ରହିଲା ସେଇ ଜାଗାରେ। ଦିନର ଆଲୁଅରେ ଫରଚା ହୋଇ ପରିଷ୍କାର ଦିଶୁଛି ପଥରିଆ ଖୋଲା ଜାଗାଟା। ବଗିଚା ପରି ହାଲୁକା ବଣ ବଢ଼ିଛି। ଚାରିଆଡ଼େ ନିବୁଜ ଅରଣ୍ୟ। ବିନା ଦୋଷରେ ବୁଢ଼ୀଟାର ଶଙ୍ଖି ମୋଡ଼ିଥିଲା ସେଇଠି ମହାବଳ। ଭୟ, ଘୃଣା, ରାଗ ଏକାଠି କୋଳାହଳ। ସରୁ ହାତଟିଏ ଟେକି ଆଗରେ ଠିଆ ହୋଇ ସମସ୍ତିଙ୍କୁ ଥପ୍ କରି ବନ୍ଦ କରିଦେଲା ପାଣ୍ଡୁ ଡିସାରୀ। କହିଲା, ତୁନି ପଡ଼। ଥପ୍ କରି ତୁନି ହୋଇ ଏତେଗୁଡ଼ାଏ ଲୋକ ଅପେକ୍ଷା କରି ରହିଲେ। ଏହା କିଛି ନୂଆ ନୁହେଁ। ବାଘଖିଆ ଓ ଡିସାରୀର ପୂଜା ବଣଦେଶରେ ଲାଗି ରହିଛି। ଡିସାରୀ ବର୍ତ୍ତମାନ ପୂଜା କରିବ। ପଥର ଉପରେ ଚଢ଼ି ଆକାଶକୁ ହାତ ଟେକି ଧର୍ମକୁ ନିଜ ଛାତିରେ ଦୁଃଖ ନିବେଦନ କରିବ। ଶୋଷାଶୋଷି ଖରାରେ ତେଜ ହଳଦିଆ ପଡ଼ିଲାଣି। ଦୂରରେ ଦୂରରେ ପର୍ବତ ଦେହରେ ଅରାଏ ଲାଗି ରହିଛି। ମେଘର ଅବରଖ ପର୍ଦ୍ଦା। ପଥର ଉପରେ ଡିସାରୀ ଚଢ଼ିଲା। ଧର୍ମକୁ ମୁହଁ କରି ଆକାଶକୁ ହାତ ଟେକିଲା।
ଗମ୍ଭୀର ହୋଇ ଉଦ୍ବୁଦ୍ଧ କହିଲା, ଦେଖ ଦର୍ମୁ, ଦେଖ ତୋର ପୁଅ ଝିଅଙ୍କର ଦୁର୍ଦ୍ଦଶା। ତୋର ନିୟମ ମାନି ଚଳୁଛୁ, କାହାରି ସାଙ୍ଗେ ବାଦି ଶତ୍ରୁତା କରୁନାହୁଁ। ନିଜର ଭୂଇଁକୁ ତାଡ଼ି ତାଡ଼ି ଜଙ୍ଗଲ ଭିତରେ, ପଥର କୁଢ଼ ଭିତରେ, ବଣର ମାଙ୍କଡ଼ ପରି ଆମେ ଘର କରୁଛୁ। ନଥିଲା ନିଦରଦି ଲୋକ, କେଡ଼େ କଷ୍ଟରେ ଆମର ଜିଉଣା। କାହାରି କେଉଁ ଗୋଟିଏ ପୂଜା ବି ଆମେ ବାକି ପକାଉନାହୁଁ। ତଥାପି ବାଘ ଦେବତା ଆମକୁ ଧରି ଧରି ଖାଉଛି। ତୁ ଦେଖୁଛୁ, ଧର୍ତ୍ତନି ମା ଦେଖୁଛି, ଆମର ଜାତି ନସି ଯାଉଛି। ୟାର କି ପ୍ରତିକାର? ଓହ୍ଲେଇ ପଡ଼ି ଡିସାରି ପୁଣି ମଙ୍ଗଳ ଆଶୀର୍ବାଦ ବୋଲିଲା। ଭୂଇଁରେ ଛାମୁଡ଼ିଆ କରି ଫୁଲ ମୁରୁଜ ବିଞ୍ଚି ନାନା ପ୍ରକାରର ମନ୍ତ୍ର ବୋଲି ପୂଜା କଲା ଘଡ଼ିଏ କାଳ। କେତେ ଗୁପ୍ତ ମନ୍ତ୍ର ତାର ଗୁମର ଡିସାରି ହିଁ ଜାଣେ କେବଳ। ବାଜା ବାଜୁଥାଏ, ଲୋକେ ବସି ବସି ପିଙ୍କା ଟାଣୁଥାନ୍ତି। କେତେବେଳେ କିଏ ଉଠି ଡିସାରି ବଣର ଧଡ଼ିରେ ଧଡ଼ିରେ ମନ୍ତ୍ର ସମେତ କିଳା ପୋତିଦେଲା। ସମସ୍ତିଙ୍କୁ ବାରଣ କଲା, ଆଜିଠୁ ଏ ବଣକୁ କେହି ଯିବ ନାହିଁ। ଡିସାରି ତୁଣ୍ଡରେ କଥାରେ ବାଘକୁ ବାଘଡୁମାକୁ ଉଭୟ ଅଟକେଇ ସାରିଥିଲା। ମିଣିଆପାୟରୁ ଜଣେ ଉଠିପଡ଼ି କହିଲା, ମନ୍ତ୍ର ହୋଇଥିବା ପାଣି ମାଠିଆ ଡିସାରି ତାହା ମୁଣ୍ଡରେ ଥୋଇଦେଲା। ଏଥରକ ବାଘଡୁମା ଅଭିନୟ। ସେ ତୁଣ୍ଡ ଫିଟାଇବ ନାହିଁ। ଯେ ଯାହା ପଚାରିଲେ କହିବ ହୁଁ। ସମସ୍ତଙ୍କର ଅଧିକାର ତାକୁ ପଚାରିବାକୁ। ତାର ଅଧିକାର କେବଳ ସେ ହୁଁ କହିବ। ତୁ ବେଜୁଣିର ବାଘଡୁମା? ହୁଁ। ତୁ ଚାଲି ଯାଉଛୁ? ହୁଁ। ବଣରେ ରହିବୁ? ହୁଁ। ଆମର କିଛି ଅନିଷ୍ଟ କରିବୁ ନାହିଁ? ଭଲରେ ରହିବୁ ତ? ହୁଁ। ଡିସାରି ତାକୁ ବି ମନ୍ତ୍ର କରି ଦେଇଛି। ତାହା ଉପରେ ଧୂଳି ପକାଇ ଦେଇଛି, ଫୁଲ ଲଗେଇ ପାଣି ଛିଞ୍ଚି ଦେଇଛି। ପଛକୁ ମୁହଁ ବୁଲେଇ ତୁଣ୍ଡ ଫିଟେଇବ ନାହିଁ। ଖାଲି ସେ ଚାଲିଯିବ। କିଛି ଦୂର ଗଲା ଉତ୍ତାରୁ। ତୁ ଚୋର? ହୁଁ। ତୁ ଖଙ୍ଗାର, ପଟକାର, ଦୁଷ୍ଟ ବଦମାସ? ହୁଁ। ଯେତେ ଅବୈଧ ଅଶ୍ଳୀଳ ଗାଳି ସବୁଥିକେ ହୁଁ। ନାହିଁ କହିବାକୁ ସାଧ୍ୟ ନାହିଁ। ଠିକ୍ କନ୍ଧଟିଏ ଚାଲିଯାଉଛି ପାଣି ମାଠିକାକୁ ଢାଳିବାକୁ। କନ୍ଧମାନେ ହସୁଛନ୍ତି, ଥଟ୍ଟା କରୁଛନ୍ତି। ବାଘଡୁମା ତଡ଼ିବା ପୂଜା ସରିଗଲା। ଏଣିକି ଘର ବାହୁଡ଼ା। ଘୋ ଘୋ କରି ସମସ୍ତେ ଉଠିପଡ଼େ। ବାଜା ବାଜିଲା। ବାଘ ଖାଇଥିବା ବଣ ଆଡ଼କୁ ଅନେଇ ମୁଖ ଭଙ୍ଗି କରି ହାତ ହଲେଇ ଲୋକେ ଜଣକୁ ବୁଝେଇ ଦେଲେ ମଣିଷଙ୍କର କରାମତି। ବେଜୁଣିକୁ ଆତ୍ମାକୁ ବଣରେ ଛାଡ଼ିଦେଇ ଲୋକେ ଫେରିଗଲେ। ଗୋଟାଏ କାମ ସରିଗଲା। ସେମିତି ମେଘ ଲଦି ରହିଛି। କେତେବେଳେ ବରଷା ଅନ୍ଧାର, କେତେବେଳେ ଟିକେ ଛାଡ଼ୁଛି। ତାହାରି ଭିତରେ କାମ ଲାଗି ରହିଥାଏ। ଘର କାମ, ଚାଷ କାମ। ଗୋଟାଏ ଦିନର ଘଟଣାଠୁ ଆର ଦିନର ଘଟଣା ବେଶୀ ଭିନ୍ନ ନୁହଁ। ସବୁ ଏକାପରି। ଘଟଣା 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 ଘଟେ ନାହିଁ। ଛାଇ ବଡ଼ରୁ ସାନ ହୋଇ ପୁଣି ବଢ଼ି ବଢ଼ି ଅନ୍ଧାର ଘୋଟେ। ପତ୍ର କଅଁଳେ, ବଣର ଅସୁମାରୀ ଗଛରେ ଅସୁମାରୀ ନୂଆ ଶାଖା ବାହି ବାଢ଼େ। କେତେ ଗଛ ଉପଡ଼େ, କେତେ ଗଛ ଜନ୍ମ ହୁଏ। କ୍ଷେତର ଫସଲ ବଢ଼ି ବଢ଼ି ହୁଏ ଜଙ୍ଗଲ। ନୀତି ସେହି ଦିଗ୍ବଳୟ, ସେହି ମଣିଷ। କେବେ କାହାକୁ କାଶ ହେଲା, ଜ୍ୱର ହେଲା, ସେଥିରେ ନୂଆ କିଛି ନାହିଁ। ଘଟଣା ସଂଜ୍ଞା ହରାଏ। ସବୁ କେବଳ କ୍ରମିକ ଗତି, ନୀରବ ଛନ୍ଦ। କନ୍ଧ ସମୟର ହିସାବ ରଖେ ନାହିଁ। ଆପଣାର ବୟସ ବି ହେଜାକରି ମନେ ରଖେ ନାହିଁ। କ୍ଷେତରେ ବଛା ବେଉଷଣ ବାରିପଣି ସରିଯାଇଛି। ପାଣି ସାହୁକାରର ଗୋତି ବାଲିଆର ପୁଅ ସୁଗ୍ରୀ କନ୍ଧ ତା ପାଇଁ ଜାଗା ଠିକଣା କଲା। ପାଣି, କାଞ୍ଚି, କାଠ, ନିଆଁ, କନ୍ଧବସ୍ତିରୁ ସିଧା କୁକୁଡ଼ା। ଗୁହାଳର ବାଉଁଶ ତାଟି ଭିତରେ ଛେକି ଦେଇ କାନ୍ଥ କରିଦେଲା। ଦୌଡ଼ିଆ ଖଟ ପାରିଦେଲା। ଜିନିଷପତ୍ର ସଜାଇ ଦେଲା। ସାହୁକାରର ଗୁମାସ୍ତା ସାନ ସାହୁକାର ଖଟ ଉପରେ ବସି ଦକ୍ଷିଣୀ ସୁଠା ବା ପିକା ଟାଣିଲା। ବଣ ଭିତରକୁ ଅଦିନରେ ଏହି ଗୋଟିଏ ନୂଆ ଜନ୍ତୁ ଆସି ପହଞ୍ଚିଛି। ସଭ୍ୟ ଦେଶର ଲୋକ ଘୋଡ଼ି ପୋଡ଼ି ହୋଇ ଲୁଗା ପିନ୍ଧିଛି। ତାର ପିଚାରେ ୟଜ୍ ରୋଗ ଅଛି କି ନା ଚିହ୍ନା ପଡ଼ୁ ନାହିଁ। ପଦାକୁ ଦିଶି ନାହିଁ। ଅଣ୍ଟାରେ ଯାଦୁ ଅଛି କି ନାହିଁ। କେତେ ଜାତିର ଅଙ୍ଗି ଲଗେଇ ହୋଇଛି। ପୁଳା ପୁଳା ମେଞ୍ଚା ମେଞ୍ଚା ମୁଛ ରଖିଛି। ସେ ଗୋଟିଏ ଦେଖିବାର ବସ୍ତୁ। ସ୍ତ୍ରୀ ଲୋକମାନେ କବାଟ ଉହାଡ଼ରୁ ତାର ଅଙ୍ଗଭଙ୍ଗୀ ଲକ୍ଷ୍ୟ କରୁଥାନ୍ତି। ପିଲାମାନେ ତାର ବସା ଘର ସେପାଖେ କୁକୁଡ଼ା ଛୁଆ ପରି ତିତିର ବିତିର ହେଉଥାନ୍ତି। ବଡ଼ ମଣିଷ କ୍ଷେତକୁ ଯାଇଛନ୍ତି। ତାର ସବୁ ଆଉ ଜାତିର କନ୍ଧଛୁଆ ଦେଖୁଥାନ୍ତି। ଧୂଆଁପତ୍ର ପିଇବାକୁ ସେ କାହାଳି ବ୍ୟବହାର କରେ ନାହିଁ। ମୋଟା ମୋଟା କଳା କଳା କ'ଣ ତୁଣ୍ଡରେ ଭୁଷି ଦେଉଛି। କାଠିରେ କାଠି ଘଷି ଘଷି ନିଆଁ ତିଆରି କରୁନାହିଁ।
ଗୋଟାଏ ଛୋଟିଆ ବାକ୍ସ ଭିତରୁ କ'ଣ କାଠିଟାଏ ବାହାର କରି ଘଷି ଦେଉଛି। ତା ଛାଁକୁ ନିଆଁ ବାହାରୁଛି। ବର୍ଷା ପାଗରେ ପଦାକୁ ଯିବାକୁ ତାର ପତ୍ର ତରଲା ତରଲି ନାହିଁ। ବାଡ଼ିରେ ଚେମେଣି ଚଢ଼େଇ ଲଟିକିଲା ପରି କ'ଣ କଳା କନା ଗୋଡ଼େଇ ଦେଇଛି। ହାତରେ କ'ଣ କରିଦେଲା ଯେ କେତେ ବଡ଼ କଳା ଫୁଲଟାଏ ପରି କ'ଣ ଫୁଟିଗଲା। ସେହି ଆଡ଼କୁ ମୁଣ୍ଡ ଉପରେ ଘୋଡ଼େଇ ସେ ବିଲକୁ ଚାଲିଛି। ପାଦରେ ଗୋରୁଖୁରା ପରି ଚମଡ଼ା ପାଦ ପିନ୍ଧିଛି। ନା, ଅନେକ ବିଚିତ୍ରତା ଅଛି ତାଠି। ତାକୁ ଆଖିରୁ ଅନ୍ତର କରିବା ଉଚିତ ନୁହଁ। କୁକୁର ପରି ପଲେଛୁଆ ପଛେ ପଛେ ଗୋଡ଼ାଇଥାନ୍ତି। ଛତା ଧରି ସାହୁକାର ବିଲକୁ ଗଲା। ଆଗେ ଆଗେ ସ୍ତ୍ରୀ ଲୋକମାନେ ଦେହ ମୋଡ଼ି ଦେଇ ପଛ ବୁଲେଇ ଠିଆ ହୋଇ ପଡ଼ୁଥାନ୍ତି। ମୁଣ୍ଡରେ ଲୁଗା। କନ୍ଧୁଣୀ ଅଚିହ୍ନା ଲୋକର ମୁହଁକୁ ଅନାଏ ନାହିଁ। ବୁଢ଼ା ଦୁର୍ବଳିଆ ଯେତେ ଆଗେ ଆଗେ ନଈପଡ଼ି ଦଣ୍ଡବତ କରୁଛନ୍ତି, କାରଣ ସେ ଲୁଗା ପିନ୍ଧିଛି, ଅଙ୍ଗି ଭିଡ଼ିଛି। ତେଣୁ ସେ ଅଧିକାରୀ ଶ୍ରେଣୀର। ଘାଟି ବୁଢ଼ା ବାରିକ ଭିଡ଼ିଲା। ବାଲିର ପୁଅ ସୁଗ୍ରୀ ଚିହ୍ନେଇ ଦେଲା, ଇଏ କାଜାଜ ସାହୁକାରର ପ୍ରତିନିଧି। ବକର ବକର ହୋଇ ବୁଢ଼ା ବାରିକ ବାଡ଼ିକୁ ଠକୁରୁ ଠୁକୁରୁ କରି ତାସ ଖୋଳାକୁ ଓହ୍ଲେଇ ଗଲା। ସତ୍ ସତ୍ ତାସ କେତେବେଳେ ଭଲ ହେବ ସିନା। ହାଲରୁ ପଇସା ଅଭାବ ଅଛି। ଯାହା ଥିଲା ରୁଣ୍ଡେଇ ପୁଣ୍ଡେଇ ଫାରସଟିକୁ ବିଦା କରିବାରେ ସରିଗଲା। କେଉଁ କେଉଁ ସାହୁକାରଙ୍କର କରଜ ବର୍ତ୍ତମାନ ବି ବାକି ଅଛି। ବର୍ଷା କମିଗଲେ ତାଗଦା କରିପାରନ୍ତି, ଅସମ୍ଭବ ନୁହେଁ। ହଁ, ଶସ୍ୟ ଭଲ ହୋଇଛି, ପାଳୁଅ ହୋଇଛି, ମହୁ ବି ମିଳିପାରେ। ନଗଦ ପଇସା ମିଳିବ। ହଁ, ଖୁବ୍ ଭଲ ହେବ। ତାହେଲେ ନଗଦ ପଇସା, କଞ୍ଚା ପଇସା ସବୁଦିନେ ଏ ବଣରେ ମିଳେ ନାହିଁ। ବକର ବକର ହୋଇ ବାରିକ ଚାଲିଛି। ତାର ଦୃଷ୍ଟି ଲାଗି ରହିଛି ଏଇ ନୂଆ ଅଧିକାରୀଠି। କେତେ ପଇସା ରହିଛି ଏଇ ଅଙ୍ଗିର ଗୋପନ ଜେବି ଭିତରେ। କାହିଁ କେଉଁଠି ଅଛି ସେ ପଇସା। ପଇସାର ସୁବାସ ଅଛି। ମିଳୁ ନ ମିଳୁ ପଇସା ପଛେ ପଛେ ଗୋଡ଼ାଇବାକୁ ଭଲ ଲାଗେ। ସାହୁକାରର ପ୍ରତିନିଧି ଭୁର୍ସାମୁଣ୍ଡା ବାରିକଠୁ ଗାଁର ଭଲମନ୍ଦର ତଥ୍ୟ ଛାଣି ଛାଣି ତାସଖାଲ ଭିତରକୁ ଗଡ଼ି ପଡ଼ିଲା। ଓଃ, କି ସୁନ୍ଦର ଗୋଛା ଗୋଛା କଅଁଳା ପିଲା ପରି ଫସଲ ଠିଆ ହୋଇଛି। ପାଖକୁ ପାଖ, ମୁହଁରୁ ଆଖିରୁ ଦୁଧ ଛାଡ଼େ ନାହିଁ ଯେପରି। କେତେ ପାଚିବ, କେତେ ଫସଲ। ଗୁମାସ୍ତାର ଛାତି ଉଲୁସି ଉଠିଲା। ମନେ ପଡ଼ିଲା, ଏଠି ବଣ ଭିତରେ ଲୁଚି ଲୁଚି ରହିଛି ଯେତେ ଇଚ୍ଛା ସେତେ ଜିନିଷ। ସାଇତେଇବାକୁ ବୁଦ୍ଧି ନାହିଁ, ଧରି ରଖିବାକୁ ବଳ ବହପ ନାହିଁ। ଖାଇବାକୁ ମଣିଷ ନାହାନ୍ତି। ତଳ ଦେଶରେ ଧୋଇ ଚରି ଯାଉଛି। ତୋଫାନ ପିଟୁଛି ଖଣ୍ଡେ ସାନ ଜମିକୁ ବାଡ଼ିଆ ବାଡ଼ି। ସାହୁକାର ଭୋଗିଲା, ଜଗନ୍ନାଥ ଠିକ୍ ତ କହିଥିଲା। ଡର ନା, ଯା, ମୁଁ ଜାଣେ ମାଲ ଅଛି। ଯାହା ପଛେ ପଡ଼ୁ ଠିକଣା କରିଆ। ବଙ୍ଗଦେଶରେ ମରୁଡ଼ି ପଡ଼ୁଛି, ତଳ ମାନ୍ଦ୍ରାଜରେ ଦୁର୍ଭିକ୍ଷର ଭୟ। ପାଳୁଅ ମହୁ ଯୋଗାଡ଼ କରିପାରିଲେ ସୁନା ପାଇଲା ପରି। ଆମ ଦେଶର ଲୋକ ଅରୁଆ ଭାତ ଓହ୍ଲେଇ ଅପେକ୍ଷା କରି ରହିଛନ୍ତି। କନ୍ଧମାଳରୁ ଲଙ୍କା ମରିଚ ଆଣିବୁ, ତେନ୍ତୁଳି ଆଣିବୁ। ପଲାଉ ପାର୍ଟି ଅପେକ୍ଷା କରିଥିବ। ହଳଦୀ ଗୁଣ୍ଡା ଆସିବ। ଦୁନିଆରେ ସବୁ ସ୍ତ୍ରୀ ଲୋକ ଅନେଇ ବସିଥିବେ। କନ୍ଧର ହଳଦୀ ଆସିବ, ସେ ଲଗେଇବେ। ଜଡ଼ା ତେଲ ଆସିବ, ସୁନ୍ଥା ପାରିବେ। କେବଳ କଥା। ସାଉଁତା ଚିହ୍ନି ପିକା ଖଣ୍ଡେ, କାହାକୁ ଶଳା, କାହାକୁ ମାମୁଁ। ଡର ନା, ଯା। ଠିକ୍ କଥା। ସାହୁକାର ଭୋଗିଲା। ଜଗନ୍ନାଥ ଥଟାରେ ଥଟାରେ ଠିକଣା କଥା, ନିଦା କଥା ସବୁ କହେ। କଳ୍ପନା ଶକ୍ତି ନଥିଲେ ବାରବଣ ଝୋଲା ଆଉ ନଈପାରି ହୋଇ ଆସିବାର ଚଳାଇବା ମଣିଷ ସାହୁକାର ହୋଇପାରେ ନାହିଁ। ଝିପି ଝିପି ବର୍ଷା ପଡ଼ୁଛି। କାଦୁଅ ପଙ୍କ ଗୋଡ଼ି ମଟାଳରେ କୌପିନି ପିନ୍ଧି କନ୍ଧମାନେ କାମ କରି ଯାଉଛନ୍ତି। ସୁତୁରା କାମ, ନିକୁଟା କାମ। ସେହି ବଣରେ ବାଘ ଖାଇଛି। ଆହୁରି କେତେ ବାଘ ନଥିବେ କି ପାଖରେ ବଣରେ। ବଣୁଆ ମଣିଷ, ବଣର ଜନ୍ତୁ। ସଭା ସମାଜ ନାହିଁ, କୋଠା ବାଡ଼ି ନାହିଁ, ଗହଳି ଚହଳି ନାହିଁ। ସୁନସାନ ଖାଁ ଖାଁ। ତେଣେ ବୁଧବାର ରାତି, ଗୁରୁବାର ପାହିଁତିରୁ ମା ଲକ୍ଷ୍ମୀଙ୍କ ପାଇଁ ଘର ଆଗରେ ମୁରୁଜ ପକେଇ ପିଠ ଉଢାଳି ଚିତ୍ର ତିଆରି ହେଉଛି। ମା ଲକ୍ଷ୍ମୀ ଆସୁଛନ୍ତି, ଯାଉଛନ୍ତି। କିନ୍ତୁ ଗୁମାସ୍ତା ଭାବିଲା, ଏଇଠି ମା ଲକ୍ଷ୍ମୀଙ୍କ ଘର। ଭାବିଲେ ରୁମ ଟାଙ୍କୁରି ଆସେ। ଏଇଠିକୁ ଆସିବା ଦରକାର। ଶାଳଗଛରୁ ଶାଳଗଛ, ପର୍ବତରୁ ପର୍ବତ। ଡୋର ଗଣ୍ଠେଇ ଗଣ୍ଠେଇ ଏଇଠି ବିଛେଇ ଦେବା ଦରକାର ବେପାରର ଜାଲ। ଗୁମାସ୍ତାର ମନରେ ଆଶା ତେଜି ଉଠୁଥାଏ। ବେପାରୀ ମନ ବାରମ୍ବାର ସ୍ମରଣ ପକାଇ ଦେଉଥାଏ, ପାଦ ପକାଉଛି ଯାହା ଉପରେ, ସେ ଟଙ୍କା, ସେ ଅର୍ଥ। ତାର ତାତ୍ପର୍ଯ୍ୟ, ଘରେ ଗଦି ପାଖେ ବସି ଉପରୁ ଉପରୁ ଫାଉଲାଭରୁ ଜୀବନର ସରଞ୍ଜାମ।
ଭୋଗବିଳାସ। ବାଏଁ ଡାହାଣେ ଟଙ୍କା ଲହଡ଼ି ଭାଙ୍ଗୁଛି। ତାର ଜଗୁଆଳି ଏହି କନ୍ଧ। ବୋକା, ଭୁନ୍ଦୁ, ଓଲୁ, ଶ୍ରୀ ଅକ୍ଷର ବିବର୍ଜିତ ଆଦିମପନ୍ଥୀ କେତେଗୁଡ଼ାଏ ମଣିଷ ଯାହାଙ୍କ ଉପରେ ଆଧୁନିକ ସମୟର ଧାସ ପକାଇଦେଲେ ଜଳି ଭୂତ ହୋଇ ଉଡ଼ିଯିବେ। ମନେ ପଡ଼ୁଥାଏ ସବୁ ଅଛି, କିନ୍ତୁ ମାଳ ପର୍ବତ। ନେବା ଆଣିବାକୁ ସୁବିଧା ନାହିଁ, ବାଟଘାଟ ନାହିଁ। କେତେ ଦୂର, କେତେ ଅଖାଡ଼ୁଆ ବାଟ। ରେଳ ଲାଇନ୍ ଥାଆନ୍ତା, ଶସ୍ତାରେ କିଣି ନେଇ ଡବାରେ ଅଜାଡ଼ି ଦେବାକୁ ଜମା ବେଳ ଲାଗନ୍ତା ନାହିଁ। ମଟର ଲାଇନ୍ ଥାଆନ୍ତା, ତା ପଛକୁ ତା ପଛ ଗାଁମାନଙ୍କର ନାଁ ବୋବିଲି, ମକୁଆ ବୋବିଲି, ମକୁଆ। ସାଙ୍ଗରେ ମିଣିଆପାୟ ବନ୍ଦିକାରା। ମିଣିଆପାୟ ବନ୍ଦିକରା ଡାକି ଡାକି ନେ ଆଣ କରନ୍ତା ସେଠୁ ଏଠିକି ମଣିଷ, ଏଠୁ ସେଠିକି ଜିନିଷ କୁଢ଼ କୁଢ଼। କେଡ଼େ କଷ୍ଟରେ ଖଣ୍ଡେ ଦୂର ଯାକେ ନାଳି ରାସ୍ତା ଆସି ପହଞ୍ଚିଛି। ତଥାପି ସେତିକିରେ ଜଗନ୍ନାଥ କହିଲା, କ'ଣ ନା ମୋ ପାଖରେ ଯଦି କାମ କରିବୁ, ମରି ମରି ଯେମିତି ମନ ସେମିତି ପୋଡ଼ଗାଡ଼ି କରି ସୁଦ୍ଧା ଯା। ଏ ଦିନେ ଦାଦନ ଦେଇ ଆସିବୁ। କଟାକଟି ଦିନକୁ କେଜାଣି କେତେ ବଢ଼ି ଯାଇଥିବ। ରାସ୍ତା ଆହୁରି ଦମ୍ଭ ହୋଇଥିବ, ଆହୁରି ଲମ୍ବିଥିବ। ଆଗତୁରା ଯାଇ ଚଞ୍ଚଳ ଚଞ୍ଚଳ କାମ ହାସଲ ନ କଲେ ଫେରେ ମୋପାନ୍ନା ପାପାନ୍ନା ସାହୁକାର ପହଞ୍ଚିଯିବ। ନହେଲେ ଚିପୁରୁ ପେଡ଼ି, ଚିଙ୍ଗୁଡ଼ୁ ସେଠି, ଆମର ବେପାର ହଟିଯିବ। ହୁସିଆର। ଭାବିବାକୁ ଆଉ ବେଳ ନାହିଁ। ବୁଢ଼ା ବାରିକ କ'ଣ ସବୁ କାନରେ ଫୋଡ଼ି ଦେଲାଣି, ପିଲାଙ୍କ ପରି ଦୌଡ଼ ଲଗେଇଛି। ହେଇ ପଞ୍ଝା ପଞ୍ଝା ଲୋକ କାମ ଛାଡ଼ି ଦେଇ ଉଠି ଆସୁଛନ୍ତି। ଏତିକିବେଳେ ଯାହା କିଛି ଜଗନ୍ନାଥ ସବୁ ବତେଇ ଦେଇଛି। କାଗଜ କାହିଁ? ଗୁମାସ୍ତା ପକେଟ ଭିତରେ ଅଣ୍ଡାଳି ଅଣ୍ଡାଳି ନୋଚାକୋଚା ମସିଆ କାଗଜ ଖଣ୍ଡେ ବାହାର କଲା। ପ୍ରବୀଣ ସାହୁକାରର ନୀତି ବାକ୍ୟ ଲେଖା ହୋଇଥିବା ଚିଠା କାଗଜ ଉପରେ ଆଖି ବୁଲେଇ ଦେଇ ଦମ୍ଭ ସଞ୍ଚିଲା। ଆଗ ସାଉନ୍ତକୁ ତଲାସିବୁ, ପାଚିଲା କଦଳୀଟିଏ ଧରେଇ ଦେବୁ। କହିବୁ ଜଗନ୍ନାଥ ସାହୁକାର ମିତ ବସିବାକୁ ପଠେଇ ଦେଇଛି। ସାଙ୍ଗେ ସାଙ୍ଗେ ସୁଠା ଖଣ୍ଡେ ଧରେଇ ଦେବୁ, ଆପେ ଦିଆସିଲି ମାରି ଲଗେଇ ଦେବୁ। ସମସ୍ତିଙ୍କି ସୁଠା ଯାଚିବୁ। ସ୍ତ୍ରୀ ଲୋକମାନଙ୍କ ମୁହଁକୁ ନ ଅନେଇ କହିବୁ, ଏ ଆୟା। ତାପରେ କ'ଣ ଲେଖା ହୋଇଛି, ନେହି ନା ଲେହି? ନେହି ଭଲ ମଞ୍ଜି ଅଛୁ। ଏ ଆୟା ନେହି ମଞ୍ଜି କେରା କେରା କାଚମାଳି ବାଣ୍ଟି ଦେବୁ, ପଇସିକିଆ ଆରସି ଆଉ ଅଧୁଲିଆ ପାନିଆ ବାଣ୍ଟି ଦେବୁ। ସାଉଁତାଟା ଟୋକାଳିଆଟା, ଯେମିତି ଭୁଲେଇ ପାରିବୁ। ବୁଢ଼ା କନ୍ଧ ଦେଖିଲେ ହୁସିଆର, ସେମାନେ ସନ୍ଦେହୀ। ଆହୁରି କେତେ ଉପଦେଶ ଲେଖା ଅଛି, ତାର ପ୍ରୟୋଗ ଏଠି ଦରକାର ନାହିଁ। ଲୋକ ଘେରିକଲେ। ଗୁମାସ୍ତା ସମ୍ଭାଷଣ ଆରମ୍ଭ କଲା। କନ୍ଧମାନେ ମୁହଁ ଚାହାଁ ଚାହିଁ ହେଲେ। ଢଙ୍ଗ ଢାଙ୍ଗ ଦେଖି ବିଶ୍ୱାସ ଆସିଲା, ଏ ଲୋକ ଆମର ହିତକାରିଆ। କେତେ ପ୍ରକାର ଗଡ଼ର ଗଡ଼ର ହୋଇ ଖଣ୍ଡେ ବାଟ ଗୋଡ଼େଇ ଗଲେ ତା ସାଙ୍ଗରେ। ଗୁମାସ୍ତା ମୁଣ୍ଡ ହଲଉଥାଏ। କାହାର କାନ୍ଧରେ, କାହାର ପିଠିରେ ହାତ ଚାପୁଡ଼ାଏ ଜଗନ୍ନାଥର ଉପଦେଶ ସ୍ମରଣ କରି ପାଟି ଲେଉଟେଇ ଦେଇ ବୁଢ଼ାମାନଙ୍କୁ କହୁଥାଏ, ଏ ଆୟା। ବୁଢ଼ୀମାନଙ୍କୁ ଏ ଆଦା, ଅର୍ଥାତ୍ ହେ ବାପା। ଲେହି ମଞ୍ଜୁ ନାହିଁ, ମଞ୍ଜା ନେହି ମଞ୍ଜି। ଲୋକେ ଭାରି ହସୁଥାନ୍ତି। ଗୁମାସ୍ତା ଆହୁରି ଉତ୍ସାହିତ ହୋଇ ମୁଣ୍ଡ ହଲଉଥାଏ। ବାରିକ ବୁଝଉଥାଏ, ତାସୀ ଲୋକ ତାସରେ ରହିଗଲେ। ସାଙ୍ଗରେ ଗାଁକୁ ଚାଲି ଆସିଲେ କେବଳ ସାଉଁତା ଆଉ ବାରିକ। ଦିଉଡୁ ସୂତା ଟାଣୁଥାଏ। ପାଚିଲା କଦଳୀଟିଏ ଧରି ଭାବୁଥାଏ, ପିଓଟି ଥିଲେ ସେ ଦେଇଥାନ୍ତା। ପୁଇକୁ ଦେବ ନାହିଁ, ଘରକୁ ନେବା ବିପଦ। ପଛେଇ ପଡ଼ି କଦଳୀଟି ସେ ମୁହଁରେ ମାଡ଼ିଦେଲା। ବାରିକ ଗୁମାସ୍ତାର କତିକି ଲାଗିଯାଇ ଡମ୍ବର ପ୍ରକୃତି ଅନୁଯାୟୀ ନରମ ନାକୁଆ ଭାଷାରେ ଅନ୍ଧାର ଲଗେଇଲା। ମୋକେ ଏକ କହ୍ନି ଦେନା। ବୁଢ଼ା ଲୋକ ଗୋଟେ କାନେ, ଅର୍ଥାତ୍ ପଇସା, କାମୁ ଅର୍ଥାତ୍ ପଇସା ହେଲେ ଦେ। ଗୁମାସ୍ତା ଦେଲା। ବାରିକ ତାର କାନ ପାଖେ କହିଲା, ସବୁ ଭେଦ ତୋକେ ଦେବି ମୁଇଁ ଜାନି। ବେପାରୀ ବୁଝେ ତୁଣ୍ଡର କଥାର କରାମତି। ସଂସାରରେ କେତେ ପ୍ରକାରର ଦେହ କଳ, କେଉଁଟା ମଜବୁତ, କେଉଁଟା ହୀନବଳ। ସେଠି କଳଗୁଡ଼ାକୁ ଚାବି ରହିଛି ମନରେ, ସେହି ଚାବି ପାଖେ ସହଜରେ ପହଞ୍ଚିପାରେ ପରତୁଣ୍ଡର କଥା। କେବଳ ଗୋଟାଏ ଧାରଣା, ଗୋଟାଏ ଖିଆଲ, ସେତିକି ପୂରେଇ ଚାବି ମୋଡ଼ିଦେଲେ କନ୍ଧ ଦେଶରେ ବଳିଷ୍ଠ ମଣିଷ କଳ ବି ଅଖଞ୍ଜ ହେଇ ଝୁଲିପଡ଼େ। ସେଇ ହାତରେ ହାତୁଡ଼ିର ବଜ୍ର ଶକ୍ତି, ସେହି ମାଂସପେଶୀରେ ପର୍ବତ ଉପାଡ଼ିବାକୁ ବଳ। ମନର ଚାବିରେ ମୁରୁଚା ଧରେ, ହାତ ଉଠେ ନାହିଁ। ତୁ ଗୋଟିଏ ଭଲ ବାରିକ ବୁଢ଼ା। ଏମିତି ପୁରୁଖା ଲୋକ ନହେଲେ ଏତେ ବଡ଼ ଗାଁ ନସିଯାନ୍ତା।
ଦେଖ ଦେଖ ଚିହ୍ନିବା ଲୋକ ବୋଲି ସିନା ତୁ ଚିହ୍ନିଲୁ, କାହିଁକି ନ ଜାଣିବୁ ବା ତୁ? ଆମେ ଗୋରୁ ଚରେଇଲେ ତୁମେ ମଣିଷ ଚରଉଛ। ଜାଣିଛୁ ମହାପ୍ରଭୁ, ବୁଢ଼ା ସାଉଁତା ମରିଗଲା ପରେ ଏତେ ଲୋକଙ୍କର ଏତେ ପ୍ରକାର ଝିଞ୍ଝଟ କେବଳ ମୁଇଁ ବୋଲି ସମ୍ଭାଳିଛି। କି ବୁଝୁଛି ସେ କଥା? ଏ ବର ସାଉଁତା ତ ହଉ, କହିବି ତା କଥା। ଗୋଟାଏ ଖେଞ୍ଚାରେ ଗାଁର ସବୁ ଖବର ମିଳିଗଲା। କିଏ ଏପରି ରଇତ, କାହାର ଅବସ୍ଥା କିପରି ସବୁ। ବେପାରୀର ଗୁମାସ୍ତା ସେ ଗାଁରେ ଆହୁରି ଦିନେ ରହିଗଲା। ବର୍ଷାର ଶୀତୁଆ ଅନ୍ଧାରୁଆ ପାଗରେ କନ୍ଧର ନିବୁଜ ଘର ଭିତରେ ନିଆଁ ପାଖରେ ପଙ୍ଗତରେ ବସି ସେ ବହୁତ ଉପାୟ କଲା, ବହୁତ ବୁଦ୍ଧି ଦେଲା। ଆମେ ତୁମର ବନ୍ଧୁ, ତୁମର ହିତକାରୀ ଲୋକ। ନହେଲେ ମିତ ମହାପ୍ରସାଦ ବସିବାକୁ ଭାର ଥୋର ଦେଇ ଏତେ ଦୂରକୁ କାହିଁକି ପଠାଇଥାନ୍ତା? ମୋତେ ସାହୁକାର ଭୋଗିଲା ଜଗନ୍ନାଥ। ତୁମେ ଲୋକେ ବଣ ଭିତରେ ଦୁଃଖ କଷ୍ଟରେ ପଡ଼ିଛ, କେବଳ ଖଟୁଛ ଆଉ ମରୁଛ। ସଂସାରରେ ସୁଖ ବୋଲିବା ଜିନିଷ କ'ଣ ତା ତୁମେ ଜାଣିନ ନାହିଁ। ସହରକୁ ଆସିବ, ଆମ ସାହୁକାର ତୁମର ମିତ କେଡ଼େ ବଡ଼ ଘର ତୋଳି ଦେଇଛି। ସେଠି ରହିବ, ନାନା ଜାତି ନୂଆ ଜିନିଷ କିଣିବ, ମଣିଷ ଦେଖିବ, କୋଠା ଦେଖିବ, ଗାଡ଼ି ଚଢ଼ିବ। ଆଉ ଦେଖିବ କେମିତି ଦଶହରା ଯାତ୍ରା ହୁଏ, କେମିତି ଦିଆଲି ପର୍ବ ଶିକ୍ଷିତ ଲୋକ କରନ୍ତି। ତୁମେ ବି ତାଙ୍କ ସାଙ୍ଗେ ମିଶି ମଉଜ କରିବ। ଏସବୁ କଥାକୁ ଟଙ୍କା ଦରକାର। ତୁମର ବଣ ଦେଶରେ ପଥର ଅଛି, ଗଛ ଅଛି, ଟଙ୍କା ନାହିଁ। ଏତେ ଫସଲ ତୁମେ ପଚେଇଛ, ଗାର୍ଡ଼ ମାରି ନେବ, ବାରିହା ତାଳି ପକେଇବ, ସମ୍ବର ଜିଆଦ ଖାଇଯିବେ। ଘରେ ଗଦେଇ ରଖିଲେ ପୁରୁଣା ହୋଇ ଖତିରା ହୋଇଯିବ। ଫସଲ କାଟିବା ଦିନରେ ଯଦି ହାଟକୁ ବାହାର କରିବ, କିଏ ଧାରାମୂଲ ହେବ ଯେ ଜଣା ନାହିଁ। ସବୁ ତୁଚ୍ଛା ତିନି ଫୋଲିଆରେ ଯିବ। ବାରି କହି ଲାଗିଥାଏ, ସତ୍ ସତ୍। ଆହୁରି କେତେ ଲୋକ ପାଳି ଧରୁଥାନ୍ତି, ସତ୍ ସତ୍। ବେପାରୀର ଗୁମାସ୍ତା ଉତ୍ସାହ ପାଇ ତାର ଯୋଜନା ବୁଝଉଥାଏ। ଏତିକି ବେଳୁ ଆମ ସାଙ୍ଗେ ଭାଉ ପଟେଇ ନିଅ। କେତେରେ ଦେବ? ଚଳିବା ମାନିଆ କିଛି କିଛି ଟଙ୍କା ରଖିନିଅ। କଳନ୍ତର ପଡ଼ନ୍ତା ମାସକେ ଟଙ୍କାକୁ ଟଙ୍କାଏ ମାତ୍ର। ସାହୁକାର କହିଛି, କନ୍ଧ ଲୋକେ ଆମର ଭାଇ ପାଇ, ସେମାନେ କଳନ୍ତରଟା ଖାଆନ୍ତୁ। ମୁଁ ଛାଡ଼ିଦେଲି। ରଇତ ଭାଇ ଭଲରେ ନ ରହିଲେ ଆମର କିବା ଭଲ। ସତ୍ ସତ୍, ସତ୍ ସତ୍, ଧର୍ମ କଥା। ଟଙ୍କା ନିଅ, ଭାଉ ପଟାଅ, କାଟିଲେ ଆମକୁ ମାପିଦେବ। ଏଠୁ ନେବାକୁ କ'ଣ କମି କଷ୍ଟ? ଗାଡ଼ି ଖର୍ଚ୍ଚ, ବଳଦର ଖୋରାଖି, ଗୋତିର ମୂଲ, ବାଟରେ ଚୋରି ହାଇ ଡକାୟତି ଭୟ ତ ଅଛି। ତମର ଇଷ୍ଟ, ଏ ବର୍ଷା କାକରରେ ଏତେ କଷ୍ଟ କରି ତୁମରି ହିତ ପାଇଁ ଆମେ ଆସିଛୁ। ତୁମର ବେଶୀ ଭଲ ହେବ, ଆମର ଗଳ୍ପ ଅଳ୍ପ। ଚାରି ଧର୍ମକୁ ଅନେଇ କହିଦେଲି, ତୁମେ ଭାବ। କୌଣସି ଗୋଟେ ଅଜଣା ଜନ୍ତୁର ଚାରିଗୋଡ଼ ପରି ଚାରି ଧର୍ମକୁ ନିଘା କରି ଗୋମାସ୍ତା କହିଦେଲା। ଘୋ ଘା ହୋଇ ସମସ୍ତେ ରାଜି ହୋଇଗଲେ। ଜନ୍ତୁ ଉଠି ଠିଆ ହେଲା। ବର୍ଷ ଯାକର କନ୍ଧର ଉତ୍ପାଦନ ପେଟରେ ପୂରେଇ ଠିଆ ହେଲା। ସାହୁକାର ଜାତିର ଉପକାରୀ, ରଇତ ଜାତିର କ୍ଷୟକାରୀ ବାହାଦୁର ଜନ୍ତୁ ସେ। ବେପାରୀ ସମାନରେ ତାର ନାଁ ଗଡ଼ମ, ଅର୍ଥାତ୍ ଫସଲ କଞ୍ଚା ଥିଲାବେଳେ ଶସ୍ତାରେ ଭାଉ ପଟେଇ ଦାଦନ ପକେଇ ପାଚିଲା ଫସଲ ବୋହି ନେବାକୁ ଖଞ୍ଜ। ଗଡ଼ମ, ଗୋତି ପ୍ରଥାର ବଡ଼ ଭାଇ ଗଡ଼ମ। ସାହୁକାର ଦୌଲତର ମୂଳଦୁଆ, ରଇତର ଭଙ୍ଗା ହାଡ଼ ଉପରେ ତାର ଚାରି ଧରମ। କଥା ଛିଡ଼ିଲା, ଗଲା ବର୍ଷ ପୁଟିକ 2 ଟଙ୍କା ଥିଲା, ଏ ବର୍ଷ ପୁଟିକ 1.5 ଟଙ୍କା ହିସାବରେ କ୍ଷେତର ଫସଲ ଆଗତୁରା ବିକ୍ରି ହୋଇଗଲା। ସମସ୍ତଙ୍କୁ ଭେଳରେ କାହାର କେତେ ଫସଲ ତା ଅନ୍ଦାଜ କରି ଜଣ ଜଣକୁ 5-10 ଟଙ୍କା ଥରେଇ ଦେଇ ଗୁମାସ୍ତା କାଗଜ କରେଇ ନେଲା। କାର୍ଯ୍ୟ ହାସଲ ଭାରୁଆ ଜଗୁଳିଆ ସାଙ୍ଗରେ ଘେନି ବିଶ୍ୱାସ ଆଉ ଧର୍ମର କଥା କନ୍ଧଙ୍କୁ ଚେତେଇ ଦେଇ ଗୁମାସ୍ତା ଭିନ୍ନ ଗାଁକୁ ଛାଉଣି ଉଠେଇଲା। ତାର ନୀତି, କ୍ଷୀରି ଖାଇବ କରରୁ କରରୁ। ଧୀରେ ଧୀରେ ହାଉଲେ ହାଉଲେ। ସୂର୍ଯ୍ୟ ଉଇଁବ, ମଝିରେ ମୁକ୍ତା ପରି, କରରେ ହୀରା ପରି, ପାଖରେ ରୂପା ପରି, ତେଣିକି ସୁନା ପରି, ତେଣିକି କିରଣର ଜାଲ ଲାଲ, ଲାଲ ଲାଲ, ସବୁ ଲାଲ ହୋଇଯିବ। ଭବିଷ୍ୟତ କେବେ ସେ? କେଉଁ ଧୂଆଁଳିଆ ଦିଗ୍ବଳୟରେ ତାର ଆସ୍ଥାନ। ଆଦିମ ମନରେ ଅଦେଖା ଭବିଷ୍ୟତର ସ୍ଥାନ ନାହିଁ। ଆଜି ଫସଲ ଆଣ୍ଠୁଏ ଉଞ୍ଚ କରିଛି, ଦିନାକେତେ ପରେ ସେ ଅଣ୍ଟାକୁ ଚାହିଁଥିବ, ଏ ତ ଜଣା କଥା। କିନ୍ତୁ ଭବିଷ୍ୟତ କିଏ ପାରେ? ଭାବିବାକୁ କଷ୍ଟ ଲାଗେ, ମନକୁ ଆରାଏ ନାହିଁ। କଞ୍ଚା ଟଙ୍କା ନୂଆ ଆନନ୍ଦ ଆଣିଛି। ଘରେ ଘରେ ସେହି ଚର୍ଚ୍ଚା। ଗୋଟାଏ ଟଙ୍କା ମୁଠେଇ ଠିଆ ହେଲେ ଭାବି ହୋଇଯାଏ ଗଢ଼ିଏ କାଳ। କେତେ ଅମେଣ୍ଟା ଆଶା ଭୋକିଲା ମନର, କେତେ ସ୍ୱପ୍ନ।
ଟଙ୍କା ଅଣ୍ଟାରେ ଜୋର ଦିଏ। ଦି ଜଣ ଏକାଠି ହେଲେ କେବଳ ସେହି କଥା ପଡ଼େ। ଟଙ୍କା ପଛେ ପଛେ ଗାଁକୁ ନାଚିନୀ ଦେବତା ଆସିଲା। ଜାମିରୀ ବୁଢ଼ାର ତାସ ଅନୁପାତରେ 7ଟି ଟଙ୍କା ତା ଘରକୁ ଆସିଛି। ଜାମିରୀର ବୁଢ଼ୀ ଦେଖିଲା, ତାର ମନେ ପଡ଼ିଲା କେତେ ବର୍ଷ ତଳେ ମୁଣ୍ଡର ବାଳ ଟିକିଏ ଟିକିଏ କସରା ପଡ଼ି ଆସୁଥାଏ। ବୁଢ଼ା ବୁଢ଼ୀ ଥରେ ଦଶହରା ଦେଖି ସହରକୁ ଯାଇଥିଲେ। ଶୀତଦିନ ବୋଲି ବୁଢ଼ା ପାଇଁ ଖଣ୍ଡେ କଙ୍ଗୋଲି କମଳ କିଣି ଆଣିଥିଲା ସେ। କେଡ଼େ ଉଷୁମ, କେଡ଼େ ଆରାମ। ବୟସ ସାଙ୍ଗେ ସାଙ୍ଗେ ସେହି କଙ୍ଗୋଲିର ଅସ୍ତିତ୍ୱ କେଉଁଦିନୁ ଖଣ୍ଡ ଖଣ୍ଡ ହୋଇ ଝଡ଼ି ପଡ଼ିଛି। ବୁଢ଼ା ଧିଅ ଫୁଙ୍ଗା। ରାତିଯାକ ବୁଢ଼ୀ ଭାବିଲା, ଅନହତି ଅବେଳାରେ ଏହି ଯେଉଁ 7ଟି ଟଙ୍କା ମିଳିଛି, ତହିଁରେ ଖଣ୍ଡେ କଙ୍ଗୋଲି ମିଳିଲେ ମିଳିପାରେ ବା କେତେ ଦଶହରା ଆସୁଛି, ତାର ବୁଢ଼ା ପାଇଁ ଖଣ୍ଡେ କମ୍ବଳ ମଗେଇବ। ଗରିବର ସାନ ଶରଧା, ସାନ ଆଶା, ସ୍ୱପ୍ନ ପରି ଭେଦିଗଲା ତାର ମନେ ମନେ। ସକାଳକୁ କାମ ସାରି ତାର ମୁଣ୍ଡ କ'ଣ ହୋଇଥିଲା। ବୁଢ଼ୀଟି ଖାଲି ନାଚିଲା। ଦିଶାରୀକୁ ଖବର ଗଲା। ସାହି ଲୋକେ ଦେଖିବାକୁ ଆସିଲେ। ସାବ୍ୟସ୍ତ ହେଲା ଜାମିରୀ ବୁଢ଼ୀକୁ ନାଚିନୀ ଦେବତା ଲାଗିଛି। ବାଜା ବାଜିଲା, ଧୂପ ଜଳିଲା। ସେହି ଉପଲକ୍ଷରେ ଗାଁରେ ମଦଭୋଜି ଭାତଭୋଜି ହେଲା। ଅନ୍ଧାରୀ ମେଘ ବାମ୍ଫ ଆଉ ଥୁରୁ ଥୁରୁ ଶୀତ କାକରରେ ସୁଦ୍ଧା ଗାଁରେ ଆନନ୍ଦ ଖେଳିଗଲା। ବଣଦେଶ ଭର୍ତ୍ତି କରି ଜଙ୍ଗଲ ଠିଆ ହୋଇ ରହିଥାଏ। ହଠାତ୍ କେଉଁ କଣରୁ ଚହଟି ଆସେ ଅଶରୀର ଯେଉଁ ମୃଦୁ ବେଗ। ସାନ ସାନ ବୁଦା ମୁଣ୍ଡ ଟୁଙ୍ଗାରେ। ଉପରୁ ଉପରୁ ଲଟାର ପତ୍ର କାନ ହଲାଏ। ଚାହୁଁ ଚାହୁଁ ଢିପ ଉପରେ ଶିଆଳିମାଳ ଘୋଡ଼ି ହୋଇ ଠିଆ ହୋଇଥାଏ। ଶାଳଗଛ ଅସ୍ଥିର ହୋଇ ହଲେ ଦୋହଲେ। ପାଗଳ ପରି ଶିଆଳି ଲଟାର ଜଟ ଭିତରେ ବିପ୍ଳବ ଖେଳିଯାଏ। ଗୋଟିକିଆ ଗଛକୁ ଆଶ୍ରା କରି ଭଙ୍ଗୀରେ ନାଚିଥାଏ। ବିସ୍ମୟର କାଉଁରୀ ମନ୍ତ୍ରରେ କିମ୍ଭୂତ ରୂପୀ ନାଟ୍ୟ ଦେବତା। କେଉଁ ଅଲକ୍ଷ୍ୟରେ ତାର ଜନ୍ମ, କେଉଁ ଗୋପନରେ ତାର ଘର। କିଏ ସେ? କିଛି ଅନ୍ତ ମିଳେ ନାହିଁ। ବଣର ଛୁଆ କାବା ହୋଇ ଖାଲି ଅନାଏ। କେଉଁଠି କିଛି ହଲୁ ନାହିଁ। ଲାଗି ରହିଛି ଗୋଟିକିଆ ଗଛରେ ପ୍ରବଳ ଆଲୋଡ଼ନ। ଘଡ଼ିଏ ତ, ତାପରେ ପୁଣି ଗଛଟେ। ଗଛ ପରି ଥିରି ହୋଇ ଠିଆ ହେଲା ଦୂରକୁ। ସୁ ସୁ ସାଇଁ ସାଇଁ ଡାକି ବିପ୍ଳବର ଦେବତା ବେଗରେ ଉଡ଼ି ଯାଉଛି ସଂସ୍କୃତିବାଦକୁ ଚେରରୁ ଧରି ଛାଙ୍କି ଦେବାକୁ। ତେବେ ଏହିଠାରେ ଶେଷ ହେଲା ଔପନ୍ୟାସିକ ଗୋପୀନାଥ ମହାନ୍ତିଙ୍କର ଉପନ୍ୟାସ ଅମୃତର ସନ୍ତାନ। ଆଗାମୀ ଅଧ୍ୟାୟରେ ଏହି ଉପନ୍ୟାସଟିର ଅନ୍ୟ ଅଂଶଗୁଡ଼ିକୁ ଆମେ ଶୁଣିବା। ରହିଲି, ନମସ୍କାର।